त्वमेव त्वमेव विद्यां द्रविणं त्वमेव सर्वं मम देव ओं नमो भगवते वासुदेवाय श्री परमात्मने श्री गणेशाय नमः। श्रीमद्भागवत महापुराण दशम स्कंद गोपलीला चतुर्दश अध्याय कृष्ण कपण्य भोजी बेले ब्रह्मासी न वर्षा बाळे जेमंत करिले हरण चतुर्दशरे ता वर्णन श्री शुकवाच हरिसेवक शिरोमणि शुण भागवत वाणी साधुक मध्य तु हि साधु तोरी भव परमाधु जेते कहिले भागवत दस नहिला तोर चित साधु जनकर ए गति जे सने बिटपी जुबती स्वामी सेवारे रही पूर्ण बिटपे दे थाई मन संसारे थाई जे एमंत निकटे पाई से अनंत एबे सुन एबे तु सुन स्थिर होई भावे सेवके हा कही मरणु तोरे गप बाळे मिले जमुनार कूले निर्मल देखी बाली कूद श्रीकृष्ण हईले आनंद गप कुमार को नाई बोलती प्रभु भावग्राही देख सुसंच बाली कूद चाहते लगई आनंद निर्मल बाली नदी तीर शीतल बही समीर नाना कुसुम जल स्थल सुबास बहे परिमल शुण कपिल नाद गणी भ्रमर मनोहर ध्वनि नवपल्लव तरुगण मयूर कंठ नाद शुण एठारे हुआ एक मेल बोलती प्रभु आदि मूल पोछा करतु जलपान सकले करबा स्नान देख कमल घास तीरे बाछुरी चरतु सधीरे अन्न भजन बसी कर पंच पराण हेउ स्थिर बेलकी होछि उचर खुदाय देह धर हर मरणु बोरिल आज पेट पुरई अन्न भुंज तुम मन कुजे जोगाई हसी बोलती भावग्राही कृष्णर बल शुणी पए आनंद हईले थकाए चाहिए कृष्ण को आनंदे अन्न थईले बाली कूदे पछांकु जल पियाइले कमल घास छाड़ी देले गोपाले छाड़िले स्नान सन्तोषे कले जलपान तीरे उठिले झातिकारे अना फेड़िले जे जहारे के वृक्ष ताल पत्र आनी विष्णु सोमरी सिंचे पानी पाषाण आणती जिके जाई अन्न बाणती ताहा धोई वस्त्र पाड़ती पीत नील के वृक्ष आणती बकल जे जहा मते अन्न थई कृष्ण बोलती ताहा चाई अन्न देखाओ सबु मते व्यंजन आनी सके केते शुणी आनंद शुणी सानंद मने पए मध्य बसिले देवराए जे जहा अन्न पोड़ा फेड़ी देखती बेनी कर जोड़ी देख गोविंद मोर भात व्यंजन आनी बहुत बगड़ा अन्न के अनिला बेल कौड़ी करड़ी लुणला के बोले दधि अन्न मर निर्मल देख चक्रधर के बोले तुच्छा अन्न मर मुंजी पछे गली नील हेमंते नहीं देखाइले बेड़ी गोविंद को बसिले श्रीकृष्ण भुंजीबार आसे बेणु कसिले
ବସିଲେ ବାମ ପାଶେ ପାଖେ ଜାକିଲେ ଶିଖିବାୟତ ଅନ ପୁଡ଼ାଏ ବାମ ହସ୍ତ ଅଙ୍ଗୁଳି ସଧିରେ ଏଳା ଉଦେ ଲମ୍ବଇ ବନମାଳା ପୁଅଙ୍କୁ ବଲେ ଭାବଗ୍ରାହୀ ବସ ମଣ୍ଡଳାକାର ହୋଇ ତୁମକୁ ପରଶଇ ଅନ୍ନ ନିଶ୍ଚିତ କରହ ଭଜନ ଶ୍ରୀକୃଷ୍ଣ ବଲେ ବଜ୍ର ପ୍ରାପଏ ବ୍ରଜ ପଏ ବସି ମଣ୍ଡଳାକାର ହୋଏ ସହସ୍ର କେଶର କମଳ ଯେନେ ବେଷ୍ଟିତ ପଦ୍ମଦଳ ସଭା ପାଇଲା ବୃନ୍ଦାବନ ହର ସେ କରନ୍ତି ଭଜନ ସକଳ ପୁଅଙ୍କୁ ପରଶି ମଧ୍ୟରେ ବସିଲେ ବ୍ରହ୍ମରାଶି କୃଷ୍ଣର ଗୋଷ୍ଠୀ ପଦ୍ମ ପ୍ରାଏ ସ୍ୱର୍ଗେ ଦେଖନ୍ତି ଦେବତାଏ ବିବିଧ ମତେ ପରିହାସ ଗପ କୁମରେ ହସ ହସ ଦିବ୍ୟ ବ୍ୟଞ୍ଜନ ମୁଖେ ଭରି ବୋଲନ୍ତି ଶୁଣ ନର ହରି ହେ ସ୍ୱାଦ ଅଧିକ ମୋହର ଦାସେ ଭଜନ ତୁମ୍ଭେ କର ଶ୍ରୀକୃଷ୍ଣ ଧରେ ଦିଅନ୍ତି ଏକ କୁଆରେ କଚ କହନ୍ତି ଆନନ୍ଦ ଗୋପାଳଙ୍କ ମନ ହର ସେ କରନ୍ତି ଭଜନ ଯଜ୍ଞ ଭକତା ବାଳ କେଳି ଦେଖନ୍ତି ସ୍ୱର୍ଗଲୋକେ ମିଳି ଆନନ୍ଦ ଗୋପାଳଙ୍କ ମନ ଏମନ୍ତେ କରନ୍ତି ଭଜନ ବ୍ରହ୍ମା ଯେ ଦେଖୁଥିଲା ଶୂନ୍ୟ ଆସେ ମିଳିଲା ବୃନ୍ଦାବନେ ଦେଖିଣ ଗୋବିନ୍ଦର ଗତି ମନେ ଚିତଇ ବେଦପତି ଅଳ୍ପ ଦିନେ ଭଗବାନ ବକୁଳେ ପଡ଼ି ହେଲେ ଭ୍ରମ ଆତ୍ମାକୁ ନ ଚିହ୍ନଇ କିଛି ଗୋପାଳ ମେଳେ ବୁଝୁଅଛି ଏହାର ବିବେକ ପଣ କେନେ ବୋଲାଇ ନାରାୟଣ ଏ କଥା ଜାଣିବା କେମନ୍ତେ ସନ୍ଦେହ ଲାଗିଲା ତ ମତେ ଏହାକୁ ମାୟା ମୁଁ କରିବି ବଛା ବାଳକ ହରି ନେବି ଦେଖିବି ଏହାର ବିକଳ କେମନ୍ତେ ରହିବ ଗୋକୁଳ ଏମନ୍ତ ବିଚାର ବସି ଅନ ଭୁଞ୍ଜନ୍ତି ବ୍ରହ୍ମରାଶି କମଳ ତୃଣ ଚରି ଚରି ଗହନେ ପଶିଲେ ବାଛୁରୀ ମାୟାରେ ବ୍ରହ୍ମ ତାହା ହରି ଥଇଲା କମଣ୍ଡଳେ ଭରି ଗୋପାଳେ ବସନ ଦେଖିଲେ ଅନ୍ନ ଭଜନ ଉପେଖିଲେ ଚକିତେ ଚୌଦିକେ ଚାହିଁ ବୋଲନ୍ତି କୃଷ୍ଣ ପୁଅ ନାହିଁ ନିକଟେ ବଛା ଦିଶୁ ନାହିଁ ଯେଝାରେ ଆଣିବା ଓଡ଼ାଇ ଶୁଣି ବୋଲନ୍ତି କୃଷ୍ଣ ହସି ମୁହିଁ ଆଣିବି ଗଲେ ପଶି ସୁଖେ ଭଜନ ତୁମ୍ଭେ କର କହି ଉଠିଲେ ଚକ୍ରଧର ପଞ୍ଚଜେ ଗ୍ରାସ ତୁଣ୍ଡେ ଭରି ଅନ୍ନପୋଡ଼ାଏ ପରେ ଧରି କାନନ ନଦୀ ତୀରେ ଖୋଜନ୍ତି ଘର୍ମ ଜର ଜରେ କୃଷ୍ଣ ନ ଦେଖି ବେଦପତି ମିଳିଲା କୁମରଙ୍କ ଯତ୍ପତି ମାୟାର ବଳେ ଜ୍ଞାନ ହରି ପୁଅଙ୍କୁ କମଣ୍ଡଳେ ଭରି ବୃନ୍ଦାବନ ପୁଅ ନାଇଲା ନିଜ ଭୁବନେ ବିଜେ କଲା ବଛା ନ ପାଇ ବନମାଳି ଭଜନ ସ୍ଥାନେ ଯାଇ ଦେଖିଲେ ଗପ କୁଏ ନାହିଁ ଚକିତେ ଚୌଦିକେ ଚାହିଁ ବୋଲନ୍ତି କି ସଦଭୂତ କେନେଲା ବଛା ଗପ ସୂତ ଧ୍ୟାନେ ଧ୍ୟାନେ ନିରପି ଦେବେ ଚାହିଁ ଜାଣିଲେ ପ୍ରଭୁ ଭାବଗ୍ରାହୀ ବିଧାତା ମତେ ମାୟା କରି ବଛା ବାଳକ ନେଲା ହରି ମତେ ଦେଖାଇଲା ସ୍ୱଭାବ ଆଜ ଗଞ୍ଜିବି ତାର ଗର୍ଭ ଗପ ଯୁବତୀଙ୍କର ହିତେ ବ୍ରହ୍ମାଙ୍କୁ ଗଞ୍ଜିବା ନିମନ୍ତେ ଉଭୟ ରୂପ ଅଧିକାରୀ ପଛା ବାଳକ ରୂପ ଧରି ଯେତେ ବାଛୁରୀ ଗପ ପୁଏ
ବାନ୍ଧି କର ପୟର ଶିକା ଡାଳି ଖଞ୍ଜି ମୁକୁତା ବିଦ ମାଳି ବେଣୁ କୋଠାଉ ସିଙ୍ଗିବେ ତ ଯାହାର ସ୍ୱରୂପ ଯେମନ୍ତ ବଚନ କହନ୍ତି ଯେମନ୍ତ ରୂପ ବୟସ ସେହି ମତ ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳ ଯାହାର ଯେମନ୍ତ କୁନ୍ତଳ ଓଙ୍କାରୁ ଯେନେ ବେଦ କ୍ଷୟରି ସର୍ବସ୍ୱରୂପ ନରହରି ବେଳେ ହୋଇଲା ଅସ୍ତକାଳ ଗୋପେ ଚଳିଲେ ନନ୍ଦବାଳ ଆପେ ବାଛୁରୀ ଆପେ ପଏ ଆତ୍ମାକୁ ଆପଣେ ଅଡ଼ାଏ ପ୍ରବେଶ ଗପ ପୁର ଲାଗେ ପଏ ନାଚନ୍ତି ନାନା ରଙ୍ଗେ ମୁରଲି ଶୁଣି ଗପ ନାରୀ ପାଛଟି ଗଲେ ଆଗସରି ପୁତ୍ରଙ୍କୁ ଦେଖି ସ୍ନେହ ଭରେ ହୃଦୟ ଚାପିଲେ ତଳି କରେ ଆନନ୍ଦ କେ ପାରିବ କହି ସ୍ତନ ପିଆନ୍ତି ଚୁମ୍ବ ଦେଇ ଗବଛା ଗଲେ ଯେ ଝାଗରେ ଗପି ମିଳିଲେ ନିଜ ପୁରେ ପୁତ୍ରଙ୍କୁ ମାଜଣା କରାଇ ଦଧି ଲବଣୀ ଅନ୍ନ ଦେଇ ଯେ ଝାରେ କରାଇ ଶୟନ ଆନନ୍ଦ ଗୋପୀଙ୍କର ମନ ରାତ୍ରି ହୋଇଲେ ବନୁ ଗାଇ ହୁଙ୍କାର ନା ଦେବେ गे ଧାଇ କଳେ ଆବରି ବଛାଲେଇ ସ୍ତନ ପିଆନ୍ତି ସ୍ନେହ ବହି କି ପୁଣ୍ୟ ଗୋପୀ ଜନଙ୍କର କଳେ ଧଇଲେ ଚକ୍ରଧର ପୂର୍ବେ ଅଛନ୍ତି ତପ କରି ସ୍ତନ ପିଆନ୍ତି ନରହରି ଭାଗ୍ୟ କେ କହୁ ତାଙ୍କର ଯାହା ନ ପାଆନ୍ତି ବ୍ରହ୍ମାହର ଏ କଥା ନ ଜାଣନ୍ତି କେହି ମାୟା ବିୟାଣ ଭାବଗ୍ରାହୀ ନିତ୍ୟ ଚରାନ୍ତି ବଛା ବନେ ଗପେ ମିଳନ୍ତି ରାତ୍ର ମାନେ ମନ୍ତେ ପୁରିଲା ବରସ ଶୁଣ ରାଜନ କୃଷ୍ଣ ରସ ଦିନେ କରାମ ଘେନି ସଙ୍ଗ ବନେ ଚଳିଲେ ଶ୍ରୀରଙ୍ଗ ପର୍ବତ ନାମ ଗୋବର୍ଦ୍ଧନ କାଳଦିତିରେ ଘର ବନ ବାପା କୁମାର ଘେନି ହରି ସେ ବନେ ଚରାନ୍ତି ବାଛୁରୀ ପର୍ବତେ ଗାଈ ଚରୁଥିଲେ ତଳେ ବସାଙ୍କୁ ଅନାଇଲେ ଦେଖି ଧାଇଲେ ଅତି ଖରେ ତଳେ ମିଳିଲେ ସ୍ନେହ ଭରେ ଉର୍ଦ୍ଧେ ଲାଙ୍ଗୁଳ ମୁଖ ହୋଇ ପର୍ବତକୁ ପଡ଼ନ୍ତେ ଓହ୍ଲାଇ ଗୋପାଳେ ଗାଳିଲେ ଆସି ପରେ ରଉଡ଼ି ମାନ ତ୍ରାସି ତାଙ୍କ ବାରଣ ନ ମାନିଲେ ପର୍ବତ ତଳେ କମିଲେ ଆବରି ଯେ ଯାହାର ବର୍ଷା ହମ୍ବାଳି ବାରେ ଇଚ୍ଛା ସ୍ତନ ପିଆନ୍ତି ଦେହଲି ହୁଙ୍କାର ନା ଦେ ସର୍ବ ଗାଈ ଅଗାଇ ନ ପାରି ଗୋପାଳେ ଲଜାରେ ରହିଲା ସକଳେ ଗୋପାଳେ ଥିଲେ ଗିରି ପରେ ତଳେ ମିଳିଲେ ଧାତି କରେ ନିଜ ବାଳକ ଦେଖି ତଳେ ସ୍ନେହ କରିଲେ କାଖେ କଳେ ମାୟା କୁମର ମୁଖ ଚାହିଁ ଗୋପାଳେ ହୋଇଲେ କମହି ଚୁମ୍ବନ ଦେଇ ହୃଦୟ ଚାପି ସ୍ନେହ ବୁଝିଲେ ବେନି ଆଖି ବରୁ ଗୋପାଳ ସ୍ନେହ ଭର ଭାଳନ୍ତି ବୃକ୍ଷ ତଳେ ବରୁ ଗୋପାଳ ସ୍ନେହ ଭର ଦେଖିଣ ରହିଣ କୁମର ଭାଳନ୍ତି ବୃକ୍ଷ ତଳେ ରହି ହେମନ୍ତ ଦେଖିଲା ତ ନାହିଁ ପୂର୍ବ ସ୍ନେହ ତନ୍ତ କଥା ଜାଣିବା କେ ମନ୍ତ हे मते तो सन्देह लागिला किबा गोविंद माया कला राम चाहिए जग बळे जेते बाछुरी गप बाळे दिसंती चारी चारी भुज कटिए नाम कटिए काम जिनी तेज कित बसन कटी माझे
ମଣିକୁଣ୍ଡଳ ରବି ଗଞ୍ଜେ। ଦେଖି ଚକିତ ହଳଧର କୃଷ୍ଣକୁ କହନ୍ତି ମଧୁର। ଦେବତାରୁ ସେ ନୁହନ୍ତି ତୋହର ପ୍ରାୟ କଦିଶନ୍ତି। ନିଜ ବାଳକ ବଛା କାହିଁ ତମାନ ନଦିଶଇ। ମାୟା କି କରୁ କରିଅଛୁ ମତେ ଏ ମତେ ଜୀବ ପରତେ। ହସି ବୋଲନ୍ତି ନନ୍ଦବଳା ବ୍ରହ୍ମା କଷଣ ମତେ ଦେଲା। ବନେ ଭଜନ ଦେଖି ମୋର ହରିଲା ବାଛୁରୀକୁ ମୋର। ଏମାନ ବି ଆଇଲି ମୁହିଁ ଶୁଣି ମାସା ବାଧା ସାବଧାନ ହୋଇ। ଶୁଣି ସାନନ୍ଦ ବଳରାମ କୃଷ୍ଣ ଖୋଦିଅନ୍ତି ଚୁମ୍ବନ। ବାପେ ମିଳିଲେ ରାତ୍ର କାଳେ ଶୟନ ଯଶୋଦାର କୋଳେ। ରଜନୀ ହୋଇଲା ପ୍ରଭାତ ବନେ ଚଳିଲେ ଗୋପୀନାଥ। ବ୍ରହ୍ମା ଯେ ବଛା ହରି ନେଲା ମଞ୍ଚକୁ ବରଷେ ହୋଇଲା। ବିଧାତା ବିଚାରଇ ମନେ କୃଷ୍ଣ ଭେଟିବି ବୃନ୍ଦାବନେ। କେମନ୍ତ କଲେ ଦାମୋଦର ଆଜ ଦେଖିବି ଗୋପପୁର। ବ୍ରହ୍ମା ବିଚାରି ଏହା ମନେ ବେଗେ ମିଳିଲା ବୃନ୍ଦାବନେ। ଦେଖିଲା ଯମୁନାର କୂଳେ ବଛା ବାଳକ କୃଷ୍ଣ ମେଳେ। ମୁରରୀ ବାଇ ନାନା ଛନ୍ଦେ ବାଳକେ ନାଚନ୍ତି ଆନନ୍ଦେ। ନିଶ୍ଚିତେ ଚୋରାନ୍ତି ବାଛୁରୀ ମଧେ ବିଜୟ ନରହରି। ଦେଖି ଚକିତ ପ୍ରଜାପତି ବନେ ଚାହଇ ଚୌପତି। ଚକିତ ହୋଇ ଛନ ଛନ ବିଧାତା ବିଚାରଇ ମନ। ବଛା ବାଳକ ମୁଇଁ ନେଇ ମାୟା ଶୟଳେ ଅଛି ଥୋଇ। ଏହାଙ୍କୁ କାହୁଁ ଭିଆଇଲା ହେମନ୍ତ ବୋଲି ବାହୁଳିଲା। ଦେଖିଲା ନିଜ ପୁରେ ଯାଇ ବଛା ବାଳକେ ଛନ୍ତି ରହି। ପୁଣି ମିଳିଲା ନଦୀ ତୀରେ ବାଳକେ ଅଛନ୍ତି ସେଠାରେ। ଆନନ୍ଦେ ଚୋରାନ୍ତି ବାଛୁରୀ ନାଚନ୍ତି ବେଣୁ ନାଦ କରି। ଉଭୟ ସଙ୍କଟେ ବିଧାତା ମନେ ପାଇଲା ଗରୁ ଚିନ୍ତା। ପୁଣି ଦେଖିଲା ଯାଇ ଘରେ ଆସି ମିଳିଲା ନଦୀ ତୀରେ। ବିଧାତା ବିଚାରି ଚକିତ ବୋଲ ଇଏ ତ ବିପରୀତ। ମୋର ଭୁବନେ ଶୋଇଛନ୍ତି ପୁଣି ଏ ବନେ ଚରୁଛନ୍ତି। ଏହାଙ୍କୁ କାହୁଁ ଏ ଆଣିଲା ମତେ ତ ସନ୍ଦେହ ଲାଗିଲା। କି ବୁଦ୍ଧି କରି ବଇଁ ଆଜ ମତେ ହୋଇଲା ବଡ଼ ଲାଜ। ଯେବେ ମୁଁ ବଛା ଦେବି ଆଣି କପ କରିବେ ଚକ୍ର ପାଣି। କିବା ମୋହର ବଡ଼ କଣ ହାସ କରିବେ ଦେବଗଣ। କରିବି କେବଳ ଉପାୟ ନ ପୁଣ କବେ ଦେବରାୟ। କପ କରିଣ ଚିରି ବଛି ଆନ ବ୍ରହ୍ମାଏ ଭିଆଇଛି। ନୁଆଇ ମୋର ସଞ୍ଚିଲା ଆନ ବ୍ରହ୍ମା କି ଭିଆଇଲା। ବାଳକ ବାଛୁରୀ ଭିଆଇ ଗୋବିନ୍ଦ ଅଛି କି ଲୁଚାଇ। ନିଜ ମାୟାରେ ନିଜେ ଯୋଡ଼ି ବ୍ରହ୍ମା ବର୍ମିଲା ପଥ ଉଡ଼ି। ମାୟା ମୋହିଲେ ଭଗବାନ ଆନ ମାୟା ଯେ ବିଡ଼ମ୍ବନ। ଘର ଅନ୍ଧାର ରାତ୍ର ମାନେ କୁହୁଡ଼ି ଦିଶେ କି ଗଗନେ। ଦିବସେ କୁଳୁ ଜୁଳୁ ଜୁଳା ପକ ପ୍ରକାଶି ପାରେ କି ଆଲୋକ। କ୍ଷଣକେ ହୋଇଲା ସଚେତ ପୁଣି ଚାହିଁ ଭୟଚିତ। ଏତେ ବାଛୁରୀ ଗପ ବାଳେ ବ୍ରହ୍ମାଙ୍କୁ ଦିଶନ୍ତି ସକଳେ। ନୀଳଜଳ ତରୁ କାନ୍ତି ପିତବସନ ଝଟକନ୍ତି। ଶ୍ରବଣେ କୁଣ୍ଡଳ ବିରାଜେ ରବି କିରଣ ତେଜ ଗଞ୍ଜେ। ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି କୋଟିରେ ରତ୍ନ ଓଢ଼ି ଆଣି। ମର୍କତ ସ୍ତମ୍ଭ ଭୁଜ ଚାରି ଶଙ୍ଖ କମଳ ଗଦାଧରି। ଦକ୍ଷିଣ କରେ ଚକ୍ର ଶହେ ରୂପେ କୋଟିଏ କାମ ମହେ। ପରେ କଙ୍କଣ କଣ୍ଠେ ଧରୁହାର ଚରଣେ ଗାଜେଣି ନୂପୁର। କମଳ ତୁଳସୀର ମାଳ କଣ୍ଠ ଲମ୍ବଇ ପାଦ ତଳ। ବିକଚ
ब्रह्मजनी अशेष ब्रह्मांड ठाकुर प्रमाय सेवंती पयर पूजती नाना उपहारे नृत्य करती गीत स्वरे स्तंभरु ब्रह्म परिजन्ते ब्रह्मांडे अछंती जे जेते पंच इंद्रिय पंचभूत जे अधिष्ठाता दैवत बुद्धि चेतना अहंकार जेते मनर विकार जेजा विषय अनुरूपे खटती ब्रह्मंक समीपे अणिमादि अष्टनिधि काल स्वभाव कर्म सिद्धि सेवा करती अप्रमित चंचल ब्रह्मांकर चित खटती गोविंद पयर देखि चकित वेदवर कोटि अंशरे तुल्य नहे स्वरूप ब्रह्मांकर प्राय हेमंत कृष्ण माया देखी भय बुझिला अष्ट आखि जेसने देवी पूजा जगे काष्टपी तुला थई आगे तेसने होई वेदवर रहिला गोविंद छामुर वेदे गोचर नहे जेहु महामहिम महाबाहु प्रमाणिन पाइला अंत ब्रह्मा होइला महगत कंठे होइला पंच प्राण जानिले कमलार मन ब्रह्मा को कुसुन दया कले माया पटल उहाड़िले ज्ञान पाइला प्रजापति उठी चाहि चौकते देखिला वृंदावन लागे लक्ष्मी विजय चारि दिगे वन पशुक हिंसा नाही चरती मित्र प्राय होई देखिला कदम्बर तले कृष्ण नाचंती कुतूहले पुणी देखिला केही नाही चकिते चौदिगे चाहि सभये चिते छन छन आरते बुझिला नयन घड़िके पुणी अनाइला देखई गोविंदर लीला काम करणे अनघेनी पछा खोजंती बने भ्रमी देखी बाहन उपेखिला कृष्णर निकटे मिलिला पादे पड़िला वेदवर अवनि दिशिला सुंदर नीलपाषाण तले थाई सुवर्ण जेते जेमंते दिशई चारि मुकुट शिरे थिला कृष्णर चरणे लागिला बेनी चरणे कर देई भये बोलई त्राई त्राई पूजिला गोविंद पयर देई विविध उपहार पाद धोइला चक्षु लुहे मन निवेशी पद्म प्राय सतेक बेल पादे पड़ी उठिला बेनी कर जड़ी स्तुति करई चारि बेदे आनंदे शोक गद गदे आनंदे शोक गदे गदे से हरि चरण कमले सुजन चिंत ध्यान बले उच्चारण हेउ छंद एने छाड़िब मोह फांद गर्भगंजन जारबाना भक्तजनक वज्र सेना भक्त बचल नर हरि जार नाही मित्र हरि से हरि पादे देई चित कहिला दास जगन्नाथ इति श्रीमद्भागवत महापुराण परमहंस संहिता दशम स्कंद उत्साहरण नाम चतुर्दश अध्याय भीमशापेरणिभंग मुनेरपि मतिभ्रम यदि सुधम सुदम्बा मम दर्शन विद्यते तदीयं वस्तु गोविन्द तुभ्यमेव समर्पये तेन तदिं कमले रतिं मे जसज्वासस्मिन् ओं पुण्यमिदं पुण्णात् पुण्यमुदच्यते पुण्यस्य पुण्यमादाय पुण्यमेवावशिष्यते।